ଲେଖା ଅଛି ଲୁକ ତାର 23 ପର୍ବର 26 ପଦ। ଲୁକ 23ର 26 ଲେଖା ଅଛି, ସେମାନେ ତାହାଙ୍କୁ ଘେନି ଯିବା ସମୟରେ ପଲ୍ଲୀରୁ ଆସୁଥିବା ସିମନ ନାମକ ଜଣେ କୁରେନୀୟ ଲୋକକୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ। ତେବେ କୁରୁଣୀୟ ସିମନ, ଆପଣ ମନେ ଥିବ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ କ୍ରୁଶ ବହନ କରିଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ କିଛି ବାଟ ଗଲା ପରେ ସେତେବେଳେ ଜଣେ ସିମନ ନାମକ ଜଣେ ବ୍ୟକ୍ତି, କୁରେନୀୟ ସିମନ, ସେ କ'ଣ କରିଥିଲେ, ଯୀଶୁଙ୍କ କ୍ରୁଶକୁ କିଛି ବାଟ ବହନ କରିଥିଲେ, ଅଳ୍ପ ଦୂର। ତାପରେ ପୁଣି ଥରେ ଯୀଶୁ ତାଙ୍କ କ୍ରୁଶକୁ ପୁଣି ନିଜେ ବହିଥିଲେ। ତେବେ ଇଏ ହେଉଛି ସେଇ ଜାଗା, ସେଇ ଷ୍ଟେସନ୍। ଆପଣମାନେ ଦେଖନ୍ତୁ, ଏଇଟା ଦେଖନ୍ତୁ, ଗୋଟେ ମୂର୍ତ୍ତି ରହିଅଛି, ଯୀଶୁଙ୍କ କ୍ରୁଶକୁ